ଜୟ ଶ୍ରୀରାମ। ନମସ୍କାର ଦର୍ଶକ ବନ୍ଧୁ, ଆପଣମାନେ ଭଲ ପାଉଥିବା ଆପଣଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମମାନେ ଆଲୋଚନା କରିବା କଳାଜିରାର ସମସ୍ତ ଔଷଧୀୟ ଗୁଣ ବିଷୟରେ। କଳାଜିରା ପ୍ରାୟ ସମସ୍ତଙ୍କର ରୋଷେଇ ଘର ଫୁଟଣର ଏକ ଅଙ୍ଗ। ଏହା ସୁଗନ୍ଧିତ ମସଲା ଭାବରେ ବ୍ୟବହାର କରାଯାଏ। ଏହାର ଗଛ ପ୍ରାୟ 2ରୁ 3 ଫୁଟ ଉଚ୍ଚତା ହୁଏ। ଫୁଲ ଛତା ଭଳି, ପତ୍ରଗୁଡ଼ିକ ଧାର କଟା କଟା ହୋଇଥାଏ। ମଞ୍ଜି କଳା। ଆମ ଓଡ଼ିଶାରେ ଏହାର ଚାଷ ପ୍ରାୟ ହୁଏ ନାହିଁ। ଓଡ଼ିଆରେ କଳାଜିରା, ଇଂଲିଶରେ ବ୍ଲାକ୍ କମିନ୍ସ, ଗିଟ୍ ପିଗ୍ନଟ୍, ସୋଲ୍ଟ ଚେଷ୍ଟନଟ୍, ହିନ୍ଦୀରେ କଲୋଞ୍ଜ, କାଲାଜିରା, ମଙ୍ଗରେଲା ଏବଂ ବୈଜ୍ଞାନିକ ନାମ ନିଗେଲା ସଟିଭା ଲିନ୍। ଔଷଧୀୟ ବ୍ୟବହାର। କଳାଜିରା ମଞ୍ଜି ଔଷଧ ପାଇଁ ବ୍ୟବହାର କରାଯାଏ। ପାଳି ଜ୍ୱର। 1 ଗ୍ରାମରୁ 3 ଗ୍ରାମ କଳାଜିରା ଚୂର୍ଣ୍ଣ ସହିତ ପୁରୁଣା ଗୁଡ଼ ମିଶାଇ ଦିନକୁ 2ରୁ 3 ଥର ସେବନ କରିବେ। ସର୍ଦ୍ଦି ଆଉ କାଶ। 1 ଗ୍ରାମ କଳାଜିରାକୁ ସେବନ କଲେ ଆରାମ ମିଳିଥାଏ। କଳାଜିରା ଚୂର୍ଣ୍ଣ ନାକରେ ଶୁଙ୍ଘିଲେ ନାକରୁ ପାଣି ବନ୍ଦ ହୁଏ। ଅଳ୍ପ କଳାଜିରା କନାପୁଡ଼ାରେ ବାନ୍ଧିବେ। ହାତରେ ମକଚି ତାର ସୁଗନ୍ଧକୁ ନାକରେ ଜୋରରେ ଟାଣି ଶୁଙ୍ଘିଲେ ଆରାମ ମିଳିଥାଏ। ମୁଣ୍ଡ ବ୍ୟଥା। କଳାଜିରା ଚୂର୍ଣ୍ଣ ଅଳ୍ପ ଗରମ ପାଣିରେ ମିଶାଇ ଲଗାଇଲେ ଆରାମ ମିଳିଥାଏ। ମୁଣ୍ଡ ଘା। କଳାଜିରାକୁ ଭାଜି ସେଥିରେ ମହମ ଓ ରାଶି ତେଲ ମିଶାଇ ମୁଣ୍ଡ ଘାରେ ଲଗାଇଲେ ଭଲ ହୋଇଥାଏ। ଫୁଲା ଦରଜ। କଳାଜିରା ପାଣିରେ ବାଟି ଲେପ ଦେଲେ ଫୁଲା ଦରଜ ମଧ୍ୟ ଭଲ ହୋଇଥାଏ। ପାଟି ଘା। କଳାଜିରା କୁଢ଼ ଇନ୍ଦ୍ରଜବ ସମାନ ଭାବରେ ମିଶାଇବ। ଏହାକୁ ଖାଇଲେ ପାଟି ଘା ମଧ୍ୟ ଭଲ ହୋଇଥାଏ। ହାକୁଟି। ଗୋଟିଏ ଚାମଚ କଳାଜିରା ଚୂର୍ଣ୍ଣ 1 ଗ୍ଲାସ ଚହ୍ଲା ସହିତ ମିଶାଇ ଖାଇଲେ ହାକୁଟି ଭଲ ହୋଇଥାଏ। କାଠ ବ୍ରଣ, ମୁହଁ ବ୍ରଣ ବା ଯାଦୁ। ଅଳ୍ପ କଳାଜିରାକୁ ଭିନେଗାର ସହ ଭଲ କରି ବାଟି କଳକ ତିଆରି କରିବେ। ବ୍ରଣ ଓ ଯାଦୁ ଉପରେ ଏହାକୁ ମଲମ ଭଳି ଲେପନ କରିବେ। ଏହା କଲେ ଏସବୁ ରୋଗ ଭଲ ହୋଇଥାଏ। ଅଗ୍ନିମାନ୍ଦ୍ୟ ଓ ଅଜିର୍ଣ୍ଣ। ସମାନ ପରିମାଣର ଚିତାପାରୁ ମୂଳ ଓ କଳାଜିରା ଚୂର୍ଣ୍ଣ କରିବେ। ଏହି ଚୂର୍ଣ୍ଣକୁ ଚଉଠେ ଚାମଚରୁ 1 ଚାମଚ ମାତ୍ରାରେ ସେବନ କଲେ ଅଜିର୍ଣ୍ଣ ରୋଗ ବା ଅଗ୍ନିମାନ୍ଦ୍ୟ ରୋଗ ମଧ୍ୟ ଭଲ